আহা কি সুন্দর দিশ, আহা কি সুন্দর দিশ বসি রত্ন সিংহাসন, আহা কি সুন্দর দিশ, আহা কি সুন্দর দিশ বসি রত্ন সিংহাসন, আহা কি সুন্দর দিশ। সাথীগণ, আজি জুন 26 তারিখ গুরুবার, ଆଷାଢ଼ 5 ଦିନ। ଆଜି ଶ୍ରୀ 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 ଜଗନ୍ନାଥଙ୍କର ନବ ଯୌବନ ଦର୍ଶନ, ନବ ଯୌବନ ଦର୍ଶନ ନେତ୍ରୋତ୍ସବ। ଆଜି ଦ୍ୱିତୀୟା ଚନ୍ଦ୍ରର ପୂଜନ, ଆଜି ଏକ ଶୁଭ ଦିନ। ତେଣୁ ଆଜି ଆମେ ଯେଉଁ ଯେଉଁ ଘଟଣା ଘଟିବାକୁ ଯାଉଛି ସେ ବିଷୟରେ ଟିକେ ଦୁଃଖ ସୁଖ ହେବା। ଆଜିର ସୂର୍ଯ୍ୟୋଦୟ 5ଟା 11 ପରେ, ସୂର୍ଯ୍ୟାସ୍ତ 6ଟା 27 ପରେ, ତିଥି ପ୍ରତିପଦା, ଦିନ 1ଟା 25 ଯାଏ, ତାପରେ ଦ୍ୱିତୀୟା। ଆଜି ପ୍ରତିପଦାର ଏକନିଷ୍ଠ ପାର୍ବଣ ଶ୍ରାଦ୍ଧ ପାଳନୀୟ, ମାତ୍ର ଦ୍ୱିତୀୟାର କେବଳ ପାର୍ବଣ ଶ୍ରାଦ୍ଧ ପାଳନୀୟ। ଚନ୍ଦ୍ର ଆର୍ଦ୍ରା ନକ୍ଷତ୍ରରେ ରହିବେ ସକାଳ 8ଟା 46 ଯାଏ। ତେଣୁ ଆର୍ଦ୍ରା ତାପରେ ପୁନର୍ବସୁ ଯିବେ। ମିଥୁନ ଚନ୍ଦ୍ରର କାର୍ଯ୍ୟକାଳ ରାତି 1ଟା ଯାଏ। ମିଥୁନ ଚନ୍ଦ୍ର ଆଜି ମିଥୁନରେ ଆର୍ଦ୍ରା ନକ୍ଷତ୍ରରେ ଅଛନ୍ତି 8ଟା 46 ଯାଏ, ତାପରେ ସେ ଯିବେ ପୁନର୍ବସୁକୁ। ମିଥୁନ ଚନ୍ଦ୍ର କାର୍ଯ୍ୟକାଳ ରାତି 1ଟା 40 ଯାଏ। 8ଟା 46 ଭିତରେ ଜନ୍ମିଥିବା ଶିଶୁର ଆର୍ଦ୍ରା ନକ୍ଷତ୍ର ରାଶି ହେବ। ରାତି 1ଟା 40 ଭିତରେ ଜନ୍ମିଥିବା ଶିଶୁର ପୁନର୍ବସୁ ମିଥୁନ ରାଶି ହେବ। ତାପରେ ଜନ୍ମ ହୋଇଥିଲେ ଶିଶୁର ପୁନର୍ବସୁ କର୍କଟ ରାଶି ହେବ। ଆଜି ଗୋଟାଏ ଦିନରେ 3ଟା ରାଶି। କେମିତି? 8ଟା 46 ଭିତରେ ଆର୍ଦ୍ରା 6 ନକ୍ଷତ୍ର, ଆଉ ତାପରେ ଜନ୍ମ ହେଲେ ପୁନର୍ବସୁ ନକ୍ଷତ୍ର 7 ନକ୍ଷତ୍ର, ତାପରେ ଜନ୍ମ ହେଲେ ପୁଷ୍ୟ ନକ୍ଷତ୍ର। ଆଗେ ହେବ ଅଶୁଭ ସମୟ କ'ଣ? 1ରେ ରାହୁ କାଳ, ଦିବା 1ଟା 30ରୁ 3ଟା ଯାଏ, କାଳବେଳା ଦିନ 3ଟା 10ରୁ ସନ୍ଧ୍ୟା 6ଟା 28 ଯାଏ। ତୁଳ ଓ କୁମ୍ଭ ରାଶିର ଆଜି ଘାତବାର, କନ୍ୟା ରାଶି ପୁରୁଷଙ୍କର ଘାତଚନ୍ଦ୍ର, ସେହିପରି ବିଛା ଓ କୁମ୍ଭ ରାଶି ମହିଳାଙ୍କର ଘାତଚନ୍ଦ୍ର। 1ଟା 25 ଯାଏ ପାଣି କଖାରୁ ନ ଖାଇଲେ ଭଲ। ପାଣି କଖାରୁ ଖାଇବାଟା ଭଲ, କିନ୍ତୁ ସେ ବୁଢ଼ା ହେଇଥିଲେ ଭଲ। ବୁଢ଼ା ପାଣି କଖାରୁ ଦେହ ପାଇଁ ଔଷଧୀୟ କାମ କରେ। କଷି ପାଣି କଖାରୁ ଦେହ ପାଇଁ ବିଷ ଅଟେ। କଷି ବାଇଗଣ ଭଲ, ବୁଢ଼ା ବାଇଗଣ ଦେହରେ ବିଷକ୍ରିୟା ସୃଷ୍ଟି କରେ। ଆଜି ଆମେ ଗୋଟାଏ 25 ଯାଏ ପାଣି କଖାରୁ ନ ଖାଇଲେ ଭଲ, ଏବଂ 1ଟା 25 ପରେ ଭେଜି ବାଇଗଣ ଖାଇବା ଅନୁଚିତ। ଶାସ୍ତ୍ର କହୁଛି ଶୁଭ ସମୟ ମାନେ ଅମୃତ ବେଳା ସୂର୍ଯ୍ୟୋଦୟ ଠାରୁ 6ଟା 59 ଯାଏ, ସକାଳ 9ଟା 38ରୁ 11ଟା 24 ଯାଏ, ଉପରବେଳା 4ଟା 42ରୁ ସନ୍ଧ୍ୟା 6ଟା 28 ଯାଏ। ଆଜି କର୍କଟର ମନ କଷ୍ଟ ହେବ, ତୁଳର ବନ୍ଧୁ ବିରୋଧ ହେବ, ବିଛାର ସ୍ୱାସ୍ଥ୍ୟ ସମସ୍ୟା ବାହାରିବ, କୁମ୍ଭ ବି ଅସୁସ୍ଥ ହୋଇଯିବ, ମୀନ ରାଶିର ଦିନ ଅଶାନ୍ତିରେ କଟିବ, ଅନ୍ୟ ରାଶିମାନଙ୍କର ଶୁଭ। ଇଏ ଗଲା ଦୈନିକ ରାଶିଫଳ, ଦୈନିକ ଘଟଣା, ଶୁଭ ଅଶୁଭ, ସୁଖ ଦୁଃଖ, ଆଲୋକ ଅନ୍ଧାର ଭିତରେ ଜୀବନ ଚର୍ଯ୍ୟାର ସମାହିତ ହେବ। ବନ୍ଧୁ ରହିଲି, ନମସ୍କାର। ଜଗନ୍ନାଥ ଆପଣଙ୍କୁ ସୁରକ୍ଷା ଦିଅନ୍ତୁ। ଆପଣ ଜଗନ୍ନାଥଙ୍କର
ନବ ଯୌବନ ଦର୍ଶନ କରନ୍ତୁ, ନେତ୍ରର ଉତ୍ସବ ଆରମ୍ଭ କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।